ନମସ୍କାର ଦର୍ଶକ ବନ୍ଧୁ। ମାଳିକା ବଚନ କଳିଯୁଗର ଅନ୍ତ ହେବ, ଏମିତି ଭୟଙ୍କର ଜଣାପଡ଼ିଲା ସ୍ପଷ୍ଟ ପ୍ରମାଣ। ବନ୍ଧୁଗଣ, ଆଜି ଆପଣମାନେ କଳିଯୁଗର ଅନ୍ତ କିପରି ଭୟଙ୍କର ହେବ ସେ ସମ୍ପର୍କରେ ଅବଗତ ହେବେ। ବନ୍ଧୁଗଣ, ଆଜି ଆମେ ଯେଉଁ କଳି ଯୁଗରେ ବାସ କରୁଛେ, ଏହାର ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ବିଜ୍ଞାନ ବିଭିନ୍ନ ପ୍ରକାର ଗବେଷଣାମାନ କରିବାରେ ଲାଗିଛି। ଏହି ଯୁଗ ଆରମ୍ଭ ହେବା 1000 ବର୍ଷ ପୂର୍ବରୁ ଆମେ ଧର୍ମଗ୍ରନ୍ଥରେ କଳିଯୁଗ ସମ୍ପର୍କରେ ଯେଉଁ ଭବିଷ୍ୟତବାଣୀ କରାଯାଇଛି, ତାହା ବର୍ତ୍ତମାନ ସତ ହେବାରେ ଲାଗିଛି। ବନ୍ଧୁଗଣ, 100 ବର୍ଷ ପୂର୍ବେ ଧର୍ମଗ୍ରନ୍ଥ ଭଗବତ୍ ଗୀତାରେ କୁହାଯାଇଛି ଯେ, ଆଜି ଆମେ ଯାହା ସବୁ ଦେଖୁଛୁ, ଯେପରି ଧର୍ମରେ ବିଲୋପ ଘଟିବା, ଲୋକମାନେ ବିଳାସ ବ୍ୟସନରେ ଲୀନ ରହିବା, ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ତଥ୍ୟ ଉପରେ ପ୍ରଶ୍ନ ଆରୋପ କରିବା, ବିଜ୍ଞାନ ପରି ପ୍ରତ୍ୟେକ ଜିନିଷର ପ୍ରମାଣ ଖୋଜିବାରେ ଲିପ୍ତ ରହିବା, ଲିଭ୍ ଇନ୍ ରିଲେସନ୍ ପରି ନୂତନ ବିଚାର ସମାଜରେ ସୃଷ୍ଟି କରିବା, ଏହା ସହିତ ନିଜକୁ ଅଧିକ ଜ୍ଞାନୀ କହୁଥିବା ଭଣ୍ଡ ବାବାଙ୍କର ଜୋର ଚାଲିବ। ଏହିସବୁ ତଥ୍ୟ ଆମର ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଥିବାର ଦେଖିବାକୁ ମିଳେ। ତେଣୁ ଆମେ କହିପାରିବା କି ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଥିବା ସମସ୍ତ ତଥ୍ୟ ବର୍ତ୍ତମାନ ସତ ହେବାରେ ଲାଗିଛି। ଏଥିରେ କୌଣସି ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଲୋକମାନଙ୍କ ପରସ୍ପର ପ୍ରତି ଯେଉଁ ବ୍ୟବହାର ଓ କାର୍ଯ୍ୟକଳାପ ରହିଛି, ସେ ସମସ୍ତ ବିଷୟରେ ଧର୍ମଗ୍ରନ୍ଥରେ ଦେଖିବାକୁ ମିଳେ। ବନ୍ଧୁଗଣ, କଳିଯୁଗର ନ୍ୟାୟ କେବଳ ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ଉପରେ ହିଁ ଲାଗୁ କରାଯିବ। ଧର୍ମ ଏବଂ ନ୍ୟାୟର ଶିକ୍ଷା ଅନ୍ୟ ଯୁଗ ତୁଳନାରେ ଏହି ଯୁଗରେ ଅପ୍ରାସଙ୍ଗିକ ମନେ ହେବ। ଗରିବ ଅତ୍ୟଧିକ ଅତ୍ୟାଚାରର ଶିକାର ହେବ, ଯାହାଦ୍ୱାରା ଅତ୍ୟାଚାରର ସଠିକ୍ ନ୍ୟାୟ ମିଳିବ ନାହିଁ। ଯେଉଁ ବ୍ୟକ୍ତିର ସମାଜରେ ଅଧିକ ଧନ ସମ୍ପତ୍ତି ଥିବ, ସେହି ବ୍ୟକ୍ତିର ସମାଜରେ ଅଧିକ ଆଦର ବଢ଼ିବ।